ବାଲା ନଉଥିଲେ ଆଉ ତାଙ୍କ ନାଁ ହଉଛି ବିକାଶ ବେହେରା ଆଉ ଶାଗୁଆନ କାଠ ନଉଥିଲେ। ଆଜି ସକାଳେ ନଉଥିଲେ ପରେ ଆଜି ଆମେ ଦେଖିଲୁ ଯେ ମାସେ ପୂର୍ବରୁ ଆଗରୁ ସାର ନଉଥିଲେ ନେଲା ପରେ ଆମେ ବି ଜାଣି ନ ପାରୁନଥିଲୁ ରାତିରେ ନେଇ ଯାଆନ୍ତି। ଆଜି ସକାଳେ ଆମେ 8টাରେ ଦେଖିଲୁ ଯେତେବେଳେ ସବୁ ଗାଁ ତରଫରୁ କହିକିନି ସିଜ୍ କଲୁ ତାଙ୍କୁ। ସିଜ୍ କରି ସାରିଲା ପରେ ଏଠୁ ଯେ ବିକୁଥିଲା ବି ତାଙ୍କୁ କାଠ କିଏ ଦଉଥିଲା ରାଜ ନାୟକ ଏ ଗ୍ରାମର ସେ କାଠ ଦଉଥିଲେ। ସାର୍ ପଛପଟ ଜଙ୍ଗଲ ଅଛି। ସାର୍ ଧମକ ସେ ଦଉଥିଲେ ଫାଣ୍ଡି ବାଲା ଆମେ ନବୁ ତମେ ତମର ଯାହା କାର୍ଯ୍ୟ କର ସବୁ ଏମିତି କରନ୍ତି। ଆଉ ଆମେ ସାର୍ ଗରିବ ବୋଲି ଆମକୁ କଣ ଧମକ ଦେବେ ନା କଣ କରିବେ? ତାହେଲେ ମିଛ କେସରେ ଆମକୁ ଏମିତି କହିକିନି ସେ ଧମକ କଥା କେତେ କହନ୍ତି। ଆଉ ଆମ ଗାଁରୁ କାଠ ଚୋରାଣୀ ହଉଥିଲା ଜଙ୍ଗଲରୁ ପାଖ ଜଙ୍ଗଲରୁ ଜାଣିନଥିଲୁ 5 ଦିନ ହେଲା ହଉଥିଲା। ଆଜି ଦେଖିଲା ପରେ କିଛି ଲେଡିଜ ସବୁ ଲେଡିଜ ଆମ ଗାଁରୁ ଟ୍ରାକ୍ଟର ସହ ଅଟକେଇକି ରଖିଥିଲୁ ଶାଗୁଆନ କାଠ। ଆଉ ଜାଣିବା ପାଇଁ ପାଇଲୁ ଯେ ଦଦ୍ରାହାଡି ଏସ୍ଆଇ ବିକାଶ ବେହେରା ସେ କାଠ ନଉଥିଲେ। ଆମ ଗ୍ରାମର ଜଣେ ରାଜନାୟକ ଟ୍ରାକ୍ଟର ଗାଡିରେ ନଉଥିଲେ ଶାଗୁଆନ କାଠ। ରେଞ୍ଜରକୁ ଫୋନ କଲି ସେ ଆସି ନେଇଛନ୍ତି। ମହାବୀର ରେଞ୍ଜର ଡ୍ରାଇଭରକୁ ଅଟକେଇ ରଖିଥିଲେ ସେ ବି ତାଙ୍କ ସହିତ ନେଇକି ଯାଇଛନ୍ତି। ପିଲାମାନେ ଯାଇକି ନିଜେ ଦେଖିକି ଆସିଲେ ତାପରେ ଯାଇ ଗାଡି ବାଲା ସେ ନିଜେ କହିଲେ ତାଙ୍କୁ ନେଇକି ଯାଇଛନ୍ତି ସହିତ ଡ୍ରାଇଭର କହିଲେ ଯେ ସେ ସାର୍ କହିଥିଲେ ଫାଣ୍ଡି ବାବୁ ବିକାଶ ବେହେରା। କାଠ କୋଉଠିକି ନେବେ ବୋଲି ସାର୍ କହିନାହାନ୍ତି। ମତେ କହିଲେ କାଠ ଲୋଡ କରିକି ଆସ। ଫାଣ୍ଡି ସାର୍ କୋଉଠି ନେବା ନାଇଁ କହିନାହାନ୍ତି। କହିଲେ ତ ଲୋଡ କରି ସାର ଆଡୁ ତାପରେ ଫାଣ୍ଡି ବାବୁ କହିଲା ଆଉ ଆମ ଗ୍ରାମ ଜଙ୍ଗଲରୁ ଶାଗୁଆନ କାଠ କାଟିକରି କଟିଂ କରି ନେବାରୁ ଦଦରାହାଟି ଫାଣ୍ଡି କର୍ମଚାରୀ ବିକାଶ ବେହେରା ଏସ୍ଆଇ ଏବେ ଥରକୁ 4 ଥର ହେଲା ନେବାରୁ ଆମେ ଗ୍ରାମବାସୀ ଏକତା ହେଇ ଆଜି ଟ୍ରାକ୍ଟର ଗୋଟିଏ ସିଜ୍ କରିଦେଲୁ। ମହାବୀର ରେଞ୍ଜର ସାର୍ଙ୍କୁ ଡାକି ଡେଡଉଡ୍ ଫରେଷ୍ଟଙ୍କୁ ଡାକି ଆମ ସହିତ ଯୋଗାଯୋଗ କରିଥିଲେ। ଯୋଗାଯୋଗ କରିବାରୁ ଆମ ଦଦରାହାଟି ବିକାଶ ବେହେରା ଏସ୍ଆଇ କାଠ ବେପାର କରିବାରୁ ବାରମ୍ବାର ତାଙ୍କ ନାଁରେ ଆମେ ଅଭିଯୋଗ, ତେଣୁ ତାଙ୍କୁ ତୁରନ୍ତ ଦଦରାହାଟି ଫାଣ୍ଡିରୁ ଟ୍ରାନ୍ସଫର କରାଯାଉ, ନହେଲେ ସସ୍ପେଣ୍ଡ କରାଯାଉ। ୟାର ଯଦି ଷ୍ଟେପ୍ କେହି ନ ନେବେ ଆମେ ରାଜରାସ୍ତାକୁ ଓହ୍ଲେଇବୁ। ଏବେ ସାର୍ ହେଇଗଲାନି ମାସେ ପରେ ହେଇଯିବ ନବାରୁ। ମାସେ ପରେ ନବାରୁ ଆମେ ଗ୍ରାମବାସୀ ଏବେ 4 ଥର ହେବା ଜାଣିବାରୁ ସେ ଆମକୁ ଧମକ ଚମକ ଦେଇ ମୁଁ ଏସ୍ଆଇ ମୋର କିଛି କରିପାରିବ ନାହିଁ। ତେଣୁ ଗ୍ରାମବାସୀ ଭାଇ ମାନଙ୍କୁ ଧରି ଡାକି ଗାଡି ଅଟକାଇ ରେଞ୍ଜର ସାର୍ଙ୍କୁ ଫୋନ କରି ଯୋଗାଯୋଗ କରି ତାଙ୍କୁ ଧରି ଆଜି